ओम कस्तूरी तिलकलाटपटले वक्षस्थले कौस्तुभम नासाग्रे वरमकरतले वेणुकरे कंकणम सर्वांगे हरिचंदनं सुललित कंठे च मुकुतावली गोपश्री परिवेशितो विजयते श्री गोपाल चूड़ामणि ओम प्रयंगु कलिकाश्यामं रूपेणं प्रतिमं बुद्धं सम्यं सर्वगुणपेतं नमामि शशिनं सुतं। जय जगन्नाथ दर्शक बंधु ମୁଁ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ମଧୁସୂଦନ ନାୟକ ଆପଣଙ୍କୁ ମା ଶାରଳା ଆଷ୍ଟ୍ରୋଲୋଜି ଚ୍ୟାନେଲକୁ ସ୍ୱାଗତ କରୁଛି। ପ୍ରତିଦିନ ଭଳି ଆଜି ଦୈନନ୍ଦିନ ପଞ୍ଜିକା ରାଶିଫଳ ଓ ବାସ୍ତୁବିଚାର କାର୍ଯ୍ୟକ୍ରମ ରହିଛି। ତେବେ ସର୍ବପ୍ରଥମେ ଆଜିର ଦୈନନ୍ଦିନ ପଞ୍ଜିକା ବିଷୟରେ ଆଲୋଚନା କରିବା। ତେବେ ଆସନ୍ତୁ। ହେଉଛି 2025 ମସିହା ଅକ୍ଟୋବର ମାସ 22 ତାରିଖ ବୁଧବାର। ଉତ୍କଳୀୟ ମତେ ସୌରମାନ ତୁଳା 5 ଦିନ, ଚାନ୍ଦ୍ରିୟମାନ କାର୍ତ୍ତିକ ମାସ ଶୁକ୍ଲପକ୍ଷ ପ୍ରତିପଦ ରାତ୍ର 7 ଘଣ୍ଟା 48 ମିନିଟ୍ ପର୍ଯ୍ୟନ୍ତ, ପ୍ରତି ନକ୍ଷତ୍ର ରାତ୍ର 4 ଘଣ୍ଟା 7 ମିନିଟ୍ ପର୍ଯ୍ୟନ୍ତ ଏବଂ ତୁଳାଚନ୍ଦ୍ର ସମ୍ପୂର୍ଣ୍ଣ 60 ଅନ୍ତ ଭୋଗ କରୁଛନ୍ତି। ଆଜି ହେଉଛି କର୍କଟ ରାଶିର ଘାତବାର ଏବଂ ଆଜି କୌଣସି ରାଶିର ଘାତଚନ୍ଦ୍ର ନାହିଁ। ଆଜି ମୃତ ବ୍ୟକ୍ତିର ରାତ୍ର 7 ଘଣ୍ଟା 48 ମିନିଟ୍ ପରେ ଏକପାଦ ଓ ରାତ୍ର 4 ଘଣ୍ଟା 7 ମିନିଟ୍ ପରେ ଦୁଇପାଦ ପୁଷ୍କ ଦୋଷ। ଫଳ ହେଉଛି ପଶୁ ଓ ବଂଶ ହାନି। ଆପଣ ଏକ ଦୈବଜ୍ଞ ବ୍ରାହ୍ମଣଙ୍କୁ ଡକାଇ ହୋମାଦି ଶାନ୍ତି କରି ଅନ୍ନ ବସ୍ତ୍ର ସ୍ୱର୍ଣ୍ଣ ତଣ୍ଡୁଳ ଓ ଘୃତକାଂଶ ଦାନ କରନ୍ତୁ, ଆପଣଙ୍କୁ ସୁଫଳ ମିଳିବ। ଆଜିର ନିଷେଧ ଖାଦ୍ୟ ପ୍ରଥମେ କୁଷ୍ମାଣ୍ଡ ଅର୍ଥାତ୍ ପାଣି କଖାରୁ ଭକ୍ଷଣ ନିଷେଧ ଏବଂ ରାତ୍ରି 7ଟା 48 ପରେ ବୃହତି ଅର୍ଥାତ୍ ବୋଇତି କଖାରୁ ଭକ୍ଷଣ ନିଷେଧ। ଆଜିର ଦୈନନ୍ଦିନ ପଞ୍ଜିକା ପରେ ରହିଛି 12ଗୋଟି ରାଶିର ରାଶିଫଳ। ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆପଣ ଆଜି ସୁଖ ସମ୍ମାନ ପାଇବେ। ଆପଣ ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି କରିବେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ ଓ ମହିଳାମାନେ ଆନନ୍ଦିତ ହେବେ। ଆପଣମାନେ ଶୁଭ ରଙ୍ଗ ହିସାବରେ ଲାଲକୁ ବ୍ୟବହାର କରିପାରନ୍ତି ଏବଂ ଶୁଭ ସଂଖ୍ୟା ହିସାବରେ 9କୁ ବ୍ୟବହାର କରିପାରନ୍ତି। ଆଜି ଆପଣ ହନୁମାନଙ୍କୁ ଦର୍ଶନ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ବୃଷ ରାଶି। ବୃଷ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ ଧନଦ୍ରବ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ପଦଚ୍ୟୁତି ହୋଇପାରେ। ମନସ୍ତାପ କରିବେ। ପରିବାରରେ ଅଶାନ୍ତି ଦେଖାଦେବ। ଦାମ୍ପତ୍ୟରେ ସୁଫଳ ପାଇବେ। ବିଦ୍ୟାର୍ଥୀ ଓ ମହିଳା ଚିନ୍ତିତ ରହିବେ। ଶୁଭ ରଙ୍ଗ ରହିଛି ଧଳା। ଶୁଭ ସଂଖ୍ୟା 6। ଆପଣ ମା ମହାଲକ୍ଷ୍ମୀଙ୍କୁ ଓಂ ଶ୍ରୀଂ ହ୍ରୀଂ ଶ୍ରୀଂ କମଳୀ କମଳାଳୟେ ପ୍ରସିଦ୍ଧ ପ୍ରସିଦ୍ଧ ଶ୍ରୀଂ ହ୍ରୀଂ ଶ୍ରୀଂ ମହାଲକ୍ଷ୍ମୀ ଦେବୀ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ମିଥୁନ ରାଶି। ମିଥୁନ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କ ଆର୍ଥିକ କ୍ଷତି ଘଟିପାରେ। ଅତିଥି ସେବା ପାଇଁ ସୁଯୋଗ ଆସିବ। ଆପଣ ଅପମାନିତ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେବ। ଦାମ୍ପତ୍ୟ କ୍ଷେତ୍ରରେ ବିବାଦ ଦେଖାଦେବ। ବିଦ୍ୟାର୍ଥୀ ଓ ମହିଳା ଅପମାନ ପାଇବେ। ଆପଣଙ୍କ ଶୁଭ ରଙ୍ଗ ସବୁଜ। ଶୁଭ ସଂଖ୍ୟା 5। ଆଜି ଆପଣ କଳା ରାଶିକୁ ଗୋଟିଏ ପାନପତ୍ର ମଧ୍ୟ ରଖି ନଦୀର ସ୍ରୋତରେ ଭସାଇ ଦିଅନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଦେଖାଦେବ। ବାଣିଜ୍ୟ ବ୍ୟବସାୟରେ କ୍ଷତି ହେବ। ଯାନବାହନ ଚଳାଚଳ ସମୟରେ ସାବଧାନ ହୁଅନ୍ତୁ। କର୍ମକ୍ଷେତ୍ରରେ କଳହ ହୋଇପାରେ। ପରିବାରରେ ବିଶୃଙ୍ଖଳା ଦେଖାଦେବ। ଦାମ୍ପତ୍ୟ କ୍ଷେତ୍ରରେ ବିବାଦ ଦେଖାଦେବ। ବିଦ୍ୟାର୍ଥୀ ଓ ମହିଳା ମନସ୍ତାପ କରିବେ। ଶୁଭ ରଙ୍ଗ ରହିଛି ଧଳା। ଶୁଭ ସଂଖ୍ୟା 2 ଓ 7। ଆଜି ଆପଣ ଶିବ ମନ୍ଦିରରେ 108 ବିଲପତ୍ର ଅର୍ପଣ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ସିଂହ ରାଶି। ସିଂହ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ ଆର୍ଥିକ କ୍ଷେତ୍ରରେ ମଜବୁତ ହେବେ। ଗୃହକୁ ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।
କର୍ମକ୍ଷେତ୍ରରେ ସମ୍ମାନିତ ହେବେ, ପରିବାରରେ ଆନନ୍ଦର ଲହରୀ ଦେଖାଯିବ, ଦାମ୍ପତ୍ୟରେ ଶୁଭଫଳ ମିଳିବ, ବିଦ୍ୟାର୍ଥୀ ଓ ମହିଳା କର୍ମକ୍ଷେତ୍ରରେ ବିଜୟୀ ହେବେ। ଶୁଭ ରଙ୍ଗ ରହିଛି ଲାଲ ଏବଂ ଶୁଭ ସଂଖ୍ୟା 1। ଆପଣ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ। ଓମ୍ ଘୃଣୀ ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରରେ ଉଚ୍ଚାରଣ କରି ଦିଅନ୍ତୁ, ଶୁଭଫଳ ମିଳିବ। ପରବର୍ତ୍ତୀ ରାଶି କନ୍ୟା ରାଶି। କନ୍ୟା ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କ କୌଣସି ମୂଲ୍ୟବାନ ଜିନିଷ ଚୋରି ହୋଇଯାଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆସୁଥିବା ଚାକିରି ହାତ ଛଡ଼ା ହୋଇଯାଇପାରେ। ପରିବାରରେ ବିଶୃଙ୍ଖଳା ଦେଖାଦେବ। ଦାମ୍ପତ୍ୟ କ୍ଷେତ୍ରରେ ସନ୍ଦେହ ପ୍ରକାଶ ପାଇବ। ବିଦ୍ୟାର୍ଥୀ ଓ ମହିଳାମାନେ ଚଳଚଞ୍ଚଳ ହେବେ। ଶୁଭ ରଙ୍ଗ ରହିଛି ସବୁଜ, ଶୁଭ ସଂଖ୍ୟା 5। ଆଜି ଆପଣ ବିଘ୍ନ ବିନାଶକ ଗଣେଶଙ୍କ ଗାୟତ୍ରୀ ଜପ କରନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ଖୁସି ହୋଇ ରହିବେ। ପାରିବାରିକ ଶାନ୍ତି ଲାଭ କରିବେ। ରୋଗ ପୀଡ଼ାରୁ ରକ୍ଷା ପାଇବେ। ଦାମ୍ପତ୍ୟ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ବିଦ୍ୟାର୍ଥୀ ଓ ମହିଳା ନିଜ ନିଜ କର୍ମରେ ବ୍ୟସ୍ତ ରହିବେ। ଶୁଭ ରଙ୍ଗ ରହିଛି ଧଳା, ଶୁଭ ସଂଖ୍ୟା 6। ଆଜି ଆପଣ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ 21 ଥର ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ, ଶୁଭଫଳ ମିଳିବ। ପରବର୍ତ୍ତୀ ରାଶି ବିଛା ରାଶି। ବିଛା ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆପଣଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ଭଲ ରହିବ ନାହିଁ। ବ୍ୟବସାୟ କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଦାମ୍ପତ୍ୟ କ୍ଷେତ୍ରରେ ମନୋମାଳିନ୍ୟ ଦେଖାଦେବ। ବିଦ୍ୟାର୍ଥୀ ଓ ମହିଳା ମନ୍ଦ କାର୍ଯ୍ୟରେ ଲିପ୍ତ ରହି ଭୁଲ କରି ବସିବେ। ଶୁଭ ରଙ୍ଗ ରହିଛି ଲାଲ, ଶୁଭ ସଂଖ୍ୟା 9। ଆଜି ଆପଣ ହନୁମାନ ମନ୍ଦିରରେ ବସି 9 ଥର 40 ପାଠ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ଧନୁ ରାଶି। ଧନୁ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କୁ ନୂତନ ପଦବୀ ମିଳିପାରେ। ବ୍ୟବସାୟରେ ଆୟ ଉତ୍ତମ ହେବ। ଶତ୍ରୁ ବୃଦ୍ଧି ହେବେ। ଦାମ୍ପତ୍ୟରେ ମଧୁରତା ଆସିବ। ବିଦ୍ୟାର୍ଥୀ ଓ ମହିଳା ଭଲ କାମ କରି ପ୍ରଶଂସିତ ହେବେ। ଶୁଭ ରଙ୍ଗ ରହିଛି ହଳଦୀ, ଶୁଭ ସଂଖ୍ୟା 3। ଆଜି ଆପଣ ଲକ୍ଷ୍ମୀ ନାରାୟଣଙ୍କୁ ତୁଳସୀ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କ ମନ ଅସ୍ଥିରତା ଦେଖାଦେବ। ଆପଣଙ୍କୁ ନୂତନ କର୍ମ ନିଯୁକ୍ତି ମିଳିପାରେ। ପାରିବାରିକ ଶାନ୍ତି ମିଳିବ। ଦାମ୍ପତ୍ୟରେ ଅସହଯୋଗ ରହିବ। ବିଦ୍ୟାର୍ଥୀ ଓ ମହିଳା ଚିତ୍ତଚାଞ୍ଚଲ ହେବେ। ଶୁଭ ରଙ୍ଗ ରହିଛି କଳା ଓ ନୀଳ, ଶୁଭ ସଂଖ୍ୟା 8। ଆପଣ ଆଜି ଚଢ଼େଇମାନଙ୍କୁ ତଣ୍ଡୁଳ ଦାନ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କ ଯଶ ହାନି ହୋଇପାରେ। କର୍ମକ୍ଷେତ୍ରରେ ବିଫଳତା ଦେଖାଦେବ। ବ୍ୟବସାୟରେ କ୍ଷତି ସହିବେ। ଦାମ୍ପତ୍ୟରେ କଳହ ହୋଇପାରେ। ବିଦ୍ୟାର୍ଥୀ ପଢ଼ାପଢ଼ିରେ ଅବହେଳା କରିବେ ଓ ମହିଳାମାନେ ବିଫଳ ହେବେ। ଶୁଭ ରଙ୍ଗ ରହିଛି କଳା, ଶୁଭ ସଂଖ୍ୟା 8। ଆଜି ଆପଣ ଶିବଲିଙ୍ଗରେ କ୍ଷୀର ସହିତ ମହୁ ମିଶାଇ ଅର୍ପଣ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ରାଶିଚକ୍ରର ଅନ୍ତିମ ରାଶି ମୀନ ରାଶି। ମୀନ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କୁ ଆଘାତ ଲାଗିପାରେ। ଜଗି ରଖି ଚଳନ୍ତୁ। ଅନ୍ୟମାନଙ୍କ କଥାରେ ହସ୍ତକ୍ଷେପ କରି ବିବାଦଗ୍ରସ୍ତ ହୁଅନ୍ତୁ ନାହିଁ। ବ୍ୟବସାୟରେ ଅଧିକ ପୁଞ୍ଜି ହଟାନ୍ତୁ ନାହିଁ, କ୍ଷତିରେ ପଡ଼ିବେ। ଦାମ୍ପତ୍ୟ କ୍ଷେତ୍ରରେ ବିଚ୍ଛେଦ ହୋଇପାରେ। ବିଦ୍ୟାର୍ଥୀ ଓ ମହିଳା ବିଷାଦଗ୍ରସ୍ତ ହେବେ। ଶୁଭ ରଙ୍ଗ ରହିଛି ହଳଦୀ, ଶୁଭ ସଂଖ୍ୟା 3 ଓ 7। ଆଜି ଆପଣ ହଳଦିଆ ଫୁଲ, ଭୋଗ ଏବଂ ବସ୍ତ୍ର ନେଇ ମେଥି, ହଳଦୀ ଓ ଗନ୍ଧଗୋଳା ଗୁଆ ଘିଅ ନେଇ ଆପଣଙ୍କ ଗ୍ରାମ ଦେବଙ୍କୁ ମାର୍ଜନା କରନ୍ତୁ। ମାଙ୍କର ସ୍ନାନ ପାଣିରେ ମୁଣ୍ଡ ଢାଳି ଗାଧୋଇ ପଡ଼ନ୍ତୁ ଏବଂ ପାଦରେ ପକାଇବେ ନାହିଁ। ଏପରି କଲେ ଆପଣଙ୍କୁ ଶୁଭଫଳ ମିଳିବ। 12ଟି ରାଶିର ରାଶିଫଳ ପରେ ରହିଛି ବାସ୍ତୁ ବିଚାର କାର୍ଯ୍ୟକ୍ରମ। ଏବେ ଆସନ୍ତୁ ଆଲୋଚନା କରିବା ସେ ବିଷୟରେ। ଆଜିର ବାସ୍ତୁ ବିଚାର ରହିଛି, ଆପଣ ପିଲା ଯଦି ପରୀକ୍ଷାରେ ବାରମ୍ବାର ଫେଲ୍ ହେଉଛି ଏବଂ ପରୀକ୍ଷା ହଲ୍ରେ ତାର କିଛି ମନେ ପଡ଼ୁନାହିଁ, ତେବେ ଏକ ସୁନ୍ଦର ଉପାୟଟି କରନ୍ତୁ। ପ୍ରଥମେ କ'ଣ କରିବେ, ଏକ ମରିଚନ୍ଦ୍ରିକା ଆଣିବେ, ତାକୁ ମା ସରସ୍ୱତୀଙ୍କ ପାଖରେ ରଖି ପୂଜା କରିବେ। ସେ ମରିଚନ୍ଦ୍ରିକାକୁ ନେଇ ପରୀକ୍ଷା କଲାବେଳେ ପକେଟ ରଖିବେ ଏବଂ ଚନ୍ଦନ ସହିତ ତୁଳସୀ ମୂଳର ମାଟି ଟିକେ ମୁଣ୍ଡରେ ମାରିକି ଯିବେ।
ଦେଖିବେ ଆପଣଙ୍କର ପରୀକ୍ଷା ନିଶ୍ଚୟ ଭଲ। ତେବେ ଆଜିର କାର୍ଯ୍ୟକ୍ରମ ସାରିବା ପୂର୍ବରୁ ଆପଣଙ୍କ ଏକ ଛୋଟିଆ ଅନୁରୋଧ, ଆପଣ ମୋ ଚ୍ୟାନେଲକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ ଏବଂ ନୂଆ କରି ଯେଉଁମାନେ ଆସୁଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ମୁଁ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ କରିବି ତାହା ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଏବଂ ଆପଣଙ୍କର ଯଦି କୌଣସି ବୁଝିବା ପାଇଁ ଚାହାନ୍ତି ମୋ ନମ୍ବରରେ ବୁଝିପାରିବେ ଏବଂ ଆପଣଙ୍କର ମୃତ୍ତିକା ପରୀକ୍ଷା, ଘର ବନ୍ଦପତ୍ର ତିଆରି କରିବା ଏବଂ ଜାତକ ଗଣନା ପାଇଁ ଯଦି ଚାହାନ୍ତି ସେ ମୋ ସହିତ ଯୋଗାଯୋଗ କରିପାରିବେ। ତେବେ ରହୁଛି, ନମସ୍କାର, ଜୟ ଜଗନ୍ନାଥ।